ଟିକିଏ କାନ୍ଦିଲେ ବା ନୃତ୍ୟ ଗୀତାଦିରେ ଉତ୍ତେଜିତ ହୋଇ ଲମ୍ପ ଝମ୍ପାଦି କଲେ ହିଁ ଯେ ଭକ୍ତି ହେଲା ତାହା ନୁହେଁ। ସାମୟିକ ଭାବୋନ୍ମତ୍ତତାଦି ଭକ୍ତର ଲକ୍ଷଣ ନୁହେଁ। ଭକ୍ତର ଚରିତ୍ରରେ ପତଳା ଅହଙ୍କାରର ଚିହ୍ନ, ବିଶ୍ୱାସର ଚିହ୍ନ, ସତ୍ ଚିନ୍ତାର ଚିହ୍ନ, ସତ୍ ବ୍ୟବହାରର ଚିହ୍ନ ଏବଂ ଉଦାରତା ଇତ୍ୟାଦିର ଚିହ୍ନ କିଛି ନା କିଛି ରହିବ ହିଁ ରହିବ, ନତୁବା ଭକ୍ତି ଆସେ ନାହିଁ। ବିଶ୍ୱାସ ନ ଆସିଲେ ନିଷ୍ଠା ଆସେ ନାହିଁ, ଆଉ ନିଷ୍ଠା ଛଡ଼ା ଭକ୍ତି ରହିପାରେ ନାହିଁ। ଦୁର୍ବଳ ଭାବୋନ୍ମତ୍ତତା ଅନେକ ସମୟରେ ଭକ୍ତି ପରି ଦେଖାଯାଏ। ସେଠାରେ ନିଷ୍ଠା ନାହିଁ, ଆଉ ଭକ୍ତିର ଚରିତ୍ରଗତ ଲକ୍ଷଣ ମଧ୍ୟ ନାହିଁ। ଯାହାର ହୃଦୟରେ ଭକ୍ତି ଅଛି ସେ ବୁଝିପାରେ ନା ଯେ ସେ ଭକ୍ତ, ଆଉ ଦୁର୍ବଳ, ନିଷ୍ଠାହୀନ, କେବଳ ଭାବପ୍ରବଣ, ଗାଢ଼ ଅହଂଯୁକ୍ତ ହୃଦୟ ଭାବେ ମୁଁ ଖୁବ୍ ଭକ୍ତ। ଅଶ୍ରୁ ପୁଲକ ସ୍ୱେଦ କମ୍ପନ ହେଲେ ହିଁ ଯେ ସେଠାରେ ଭକ୍ତି ଆସିଛି ତା ନୁହେଁ। ଭକ୍ତିର ଏହିଗୁଡ଼ିକ ସହିତ ତାହାର ସ୍ୱଧର୍ମ ଚରିତ୍ରଗତ ଲକ୍ଷଣ ରହିବ ହିଁ ରହିବ। ଅଶ୍ରୁ ପୁଲକ ସ୍ୱେଦ କମ୍ପନ ଇତ୍ୟାଦି ଭାବର ଲକ୍ଷଣ। ତାହା ଅନେକ ପ୍ରକାର ହୋଇପାରେ। ଭକ୍ତିର ଚରିତ୍ରଗତ ଲକ୍ଷଣ ସହିତ ଯଦି ଏହି ଭାବର ଲକ୍ଷଣଗୁଡ଼ିକ ପ୍ରକାଶ ପାଏ, ତେବେ ହିଁ ତାହା ସାତ୍ତ୍ୱିକ ଭାବର ଲକ୍ଷଣ।